ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି ପକ୍ଷରୁ ଆଧ୍ୟାତ୍ମିକ କଳା ପ୍ରଦର୍ଶନ। ବ୍ରହ୍ମପୁର ମହାନଗର ସନ୍ନିକଟ ଲୋଚାପଡ଼ା ସ୍ଥିତ ଅଗ୍ରଣୀ ଆଧ୍ୟାତ୍ମିକ ପ୍ରତିଷ୍ଠାନ ଶ୍ରୀ ହନୁମାନ ବାଲାଜୀ ରାମାୟଣ ପ୍ରଚାର ସମିତି ପକ୍ଷରୁ ପବିତ୍ର ଶ୍ରୀରାମ ନବମୀ ମହୋତ୍ସବ ସହିତ ବିଶ୍ୱ ନାଟ୍ୟ ଦିବସ ସ୍ଥାନୀୟ ଡମ୍ବୁରୁ କଲ୍ୟାଣ ମଣ୍ଡପ ପରିସରରେ ମହାସମାରୋହରେ ପାଳିତ ହୋଇଯାଇଛି। ବରିଷ୍ଠ ଉଦ୍ଘୋଷକ ସୂର୍ଯ୍ୟନାରାୟଣ ପାତ୍ରଙ୍କ ସଂଯୋଜନା କ୍ରମେ ଆୟୋଜିତ ସାଂସ୍କୃତିକ ସଭାରେ ପୂର୍ବତନ ବାର୍ କାଉନସିଲ ସଭାପତି ପି ନରସିଂହ ପାତ୍ର ମୁଖ୍ୟ ଅତିଥି, ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ମହାସଚିବ ସୁଭାଷ ଚନ୍ଦ୍ର ସାହୁ ରୋଶନ ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ପ୍ରଥିତଯଶା ଚିତ୍ରଶିଳ୍ପୀ ଅମର ନାୟକ, ବରିଷ୍ଠ ତବଲାବିତ୍ ମାଧବ ଜେନା ପ୍ରମୁଖ ଯୋଗଦେଇ ଈଶ୍ୱରଙ୍କ କାର୍ଯ୍ୟ ସମ୍ପାଦନ ଅର୍ଥାତ୍ ସମାଜକୁ ସୁନ୍ଦର ସୃଷ୍ଟି ଭାବରେ ଗଢ଼ି ତୋଳିବାରେ ଆପଣା କର୍ତ୍ତବ୍ୟ ବୋଧରେ ସହାୟତା କରି ଆସୁଥିବା ହେତୁ କଳାକାରମାନେ ଧନ୍ୟବାଦାର୍ହ ବୋଲି ମତବ୍ୟକ୍ତ କରିବା ସହିତ ଉଭୟ ଶ୍ରୀରାମ ନବମୀ ଏବଂ ବିଶ୍ୱ ନାଟ୍ୟ ଦିବସ ଅବସରରେ କଳାକାର ସମାଜ ତଥା ଜଗତର କଲ୍ୟାଣ କାମନା କରିଥିଲେ। ଏହି କାର୍ଯ୍ୟକ୍ରମର ପ୍ରମୁଖ ଆୟୋଜକ ପ୍ରକାଶ ରାମଜୀ ମଞ୍ଚାସୀନ ଥିଲେ। ଅତିଥିମାନଙ୍କ ଦ୍ୱାରା ପ୍ରଥିତଯଶା କଳାକାରମାନଙ୍କୁ ମାନପତ୍ର ଓ ଉପଢୌକନ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା। କାର୍ଯ୍ୟକ୍ରମର ପ୍ରାରମ୍ଭରେ ଭଗବାନ ଜେନା ଏବଂ ସାଥୀଙ୍କ ଦ୍ୱାରା ଶ୍ରୀରାମ ଭଜନ ପରିବେଷଣ କରାଯାଇଥିଲା। ଗୁରୁ ଏଲ୍ ଗଙ୍ଗୋତ୍ରୀଙ୍କ ତତ୍ତ୍ୱାବଧାନରେ ଗଙ୍ଗୋତ୍ରୀ କଳାନିକେତନର ଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ ନୃତ୍ୟ ଏବଂ ସାମୂହିକ ହନୁମାନ ଚାଳିଶା ପାଠ କରାଯାଇଥିଲା। କାର୍ଯ୍ୟକ୍ରମ ପରିଚାଳନା କ୍ଷେତ୍ରରେ ସର୍ବଶ୍ରୀ ଗୌରହରି ମହାରଣା, ବଂଶୀଧର ପଣ୍ଡା, ପ୍ରସନ୍ନ କୁମାର ରଥ, ମହେନ୍ଦ୍ର କୁମାର ସାହୁ, ବିଜୟ ସାହୁ, ପ୍ରଦୀପ କୁମାର ସାହୁ, ପଦ୍ମିନୀ ମିଶ୍ର ପ୍ରମୁଖ ସହଯୋଗ କରିଥିଲେ। ଉତ୍ସବଟି ଜଗତ କଲ୍ୟାଣ ଉଦ୍ଦେଶ୍ୟରେ ସମର୍ପିତ ଥିବା ନେଇ ସମିତି ପକ୍ଷରୁ ପ୍ରକାଶ କରାଯାଇଥିଲା। ମଞ୍ଚଜ୍ୟୋତି ନ୍ୟୁଜ ତରଫରୁ ସୁଭାଷ ଚନ୍ଦ୍ର ସାହୁ ରୋଶନଙ୍କ ରିପୋର୍ଟ।